वेलकम टू डिफरेंट साइड्स। आज आम देखा द्वितीय पाठ आलोचना करवा भू संबलर। आम्भे माने केउठी बास करू? भूमि उपरे आमे बास करू। आमर समस्त आमर समस्त प्रकार सामाजिक ओ अर्थनैतिक कार्यकलाप ଏହା ଉପରେ କାର୍ଯ୍ୟ କରିବେ। ଆମେ ସବୁ କାର୍ଯ୍ୟ ଗୁଡ଼ା କୋଉଠି ସମ୍ପାଦିତ କରିଥାଉ ନା ଆମର ସାମାଜିକ ରହୁ କିମ୍ବା ଅର୍ଥନୈତିକ ହଉ ସମସ୍ତ କାର୍ଯ୍ୟକଳାପ ଆମେ ଭୂମି ଉପରେ ହିଁ ସମ୍ପାଦିତ କରୁ। ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରୁ। ଭୂମିକୁ ଆମେ କଣ ପାଇଁ ବ୍ୟବହାର କରୁ? ନା ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରୁ। ଭୂମିକୁ ଆମେ ତାହେଲେ କଣ ପାଇଁ ବ୍ୟବହାର କରୁ? ଆମର ଦୈନନ୍ଦିନର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରୁ। ସେଥିପାଇଁ ଭୂମିକୁ ଏକ ମୌଳିକ ପ୍ରାକୃତିକ ସମ୍ବଳ ଓ ପ୍ରକୃତିର ଏକ ଅମୂଲ୍ୟ ଦାନ ଭାବରେ ବିଚାର କରାଯାଏ। ତାହେଲେ କଣ ପାଇଁ ଭୂମିକୁ ଆମେ କହିଥାଉ ମୌଳିକ ପ୍ରାକୃତିକ ସମ୍ବଳ? ନା ଏହା ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିଥାଏ। ତେଣୁ ଭୂମିକୁ ଆମେ ମୌଳିକ ପ୍ରାକୃତିକ ସମ୍ବଳ ଓ ପ୍ରକୃତିର ଏକ ଅମୂଲ୍ୟ ଦାନ ବୋଲିକି ଗ୍ରହଣ କରିଥାଉ। ବର୍ତ୍ତମାନ ଆମେ ଆଲୋଚନା କରିବା ଭୂ ସମ୍ବଳର ବିନିଯୋଗ। ଏଇଠୁ ଗୋଟେ ପ୍ରଶ୍ନ ଆମେ ପାଇଲେ କି ଭୂମିକୁ ଆମେ କଣ ପାଇଁ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ ଭାବରେ ଗ୍ରହଣ କରିବା। ଉତ୍ତରଟି କଣ ଲେଖିବ? ନା ଭୂମି ଯେହେତୁ ସମସ୍ତ ପ୍ରକାର ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟକାରୀ କରାଯାଏ ଏବଂ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରିଥାଉ, ତେଣୁ ଏହାକୁ ମୌଳିକ ପ୍ରାକୃତିକ ସମ୍ବଳ ଏବଂ ପ୍ରକୃତିର ଏକ ଅମୂଲ୍ୟ ଦାନ ଭାବରେ ଆମେ ଗ୍ରହଣ କରିଥାଉ। ବର୍ତ୍ତମାନ ଆମେ ଆଲୋଚନା କରିବା ଭୂ ସମ୍ବଳର ବିନିଯୋଗ ସମ୍ପର୍କରେ। ଭୂମି ପ୍ରକୃତିର ସମସ୍ତ ପରିସଂସ୍ଥାରେ ଥିବା ସମଗ୍ର ଜୀବ ଜଗତର ଭାର ବହନ କରେ। ଭୂମି କଣ କରେ? ନା ସମସ୍ତ ଯୋଉ ପରିସଂସ୍ଥା ରହିଛି ସେଥିରେ ଯୋଉ ସମଗ୍ର ଜୀବ ଜଗତ ରହିଛି ସମସ୍ତ ଜୀବ ଜଗତର ଭାରକୁ ସେ ବହନ କରିଥାଏ। ମନୁଷ୍ୟ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରେ। ତାହେଲେ ବର୍ତ୍ତମାନ ଆମେ ଆଲୋଚନା କରିବା ମନୁଷ୍ୟ ଭୂମିକୁ କେଉଁ କେଉଁ ଭାବରେ ବ୍ୟବହାର କରେ। ମନୁଷ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ। ଆମେ ଯଦି ଭୂମି ନ ରହିବା ଆମେ ରହିବା କୋଉଠି? ରହିବା ପାଇଁ ଭୂମି ଆବଶ୍ୟକ। ଭୂମିରେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ କରାଯାଇ ଖାଦ୍ୟ ଶସ୍ୟ ଉତ୍ପାଦନ କରାଯାଏ। ଖାଦ୍ୟ ଶସ୍ୟ ଉତ୍ପାଦନ କରାଯାଏ ଭୂମିରେ। ଗ୍ରାମ, ସହର, ବିଭିନ୍ନ ଶିଳ୍ପ କେନ୍ଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ। ବିଭିନ୍ନ ପ୍ରକାର ସାମାଜିକ ଅନୁଷ୍ଠାନ, ଶିକ୍ଷା, ସ୍ୱାସ୍ଥ୍ୟ, ବଜାର ସବୁ ଅନୁଷ୍ଠାନ କୋଉଠି? ଭୂମିରେ ହିଁ ପ୍ରତିଷ୍ଠା ହୋଇଥାଏ। ଏବଂ ଭୂମିରେ କଣ କରାଯାଏ? ଚାଷ କାର୍ଯ୍ୟ ସମ୍ପାଦିତ କରାଯାଏ। ଖାଦ୍ୟ ଶସ୍ୟ ମଧ୍ୟ ଉତ୍ପାଦନ କରାଯାଏ। ଖାଇବା କଣ? ଭୂମିରେ କର୍ଷଣ କଲେ ତ ପୁଣି ଖାଇବା। କର୍ଷଣ ମାନେ ଚାଷ କରିବା। ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଆମର ଯୋଉ କମ୍ୟୁନିକେସନ ରହିଲା, କୁଆଡେ ଯିବା ଆସିବା ପାଇଁ ସୁବିଧା ଆମକୁ ଭୂମି ଯୋଗାଇଥାଏ। ଉଡାଜାହାଜ, ପଡିଆ, ସାମୁଦ୍ରିକ ବନ୍ଦର, ନଦୀ ବନ୍ଧର, କେନାଲ ଇତ୍ୟାଦି ପରିବହନର ମାଧ୍ୟମ ମଧ୍ୟ ସେଇ ଭୂମି ଉପରେ ହୋଇଥାଏ। ସମ୍ବାଦ ସଞ୍ଚାଳନ କେନ୍ଦ୍ର ମଧ୍ୟ ସ୍ଥାପିତ ହୁଏ। ଦେଶ ବିଦେଶର ଖବର ଆମେ କୋଉଠୁ ପାଉ? ସମ୍ବାଦରୁ ପାଉ। କୋଉଠି ଥାଏ? ଭୂମି ଉପରେ ହିଁ କରାଯାଏ। ଭୂମିର ଉପରି ଭାଗରୁ ଓ ଅଭ୍ୟନ୍ତରରୁ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଉତ୍ତୋଳନ କରୁ। ଖଣିଜ ଦ୍ରବ୍ୟ ଆମର ବିଭିନ୍ନ ପ୍ରକାର କାମରେ ଲାଗେ। ସେଟା କୋଉଠୁ ଆମେ ପାଉ? ଭୂମିରୁ ପାଉ। ତାପରେ କଣ ହୁଏ? ନା ଭୂପୃଷ୍ଠରେ ଥିବା ଅରଣ୍ୟ ଓ ତୃଣଭୂମି ଏବଂ ସେଥିରେ ବାସ କରୁଥିବା ପ୍ରାଣୀ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଏକ ଅନୁକୂଳ ପରିସଂସ୍ଥା ସୃଷ୍ଟି କରି ବିଶ୍ୱ ଜଳବାୟୁକୁ ନିୟନ୍ତ୍ରଣ କରନ୍ତି। ବିଶ୍ୱ ଜଳବାୟୁ ମଧ୍ୟ ଏହା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ହେଲା କି? ବର୍ତ୍ତମାନ ଆମେ ଆଲୋଚନା କଲେ କଣ? ନା ଭୂ ସମ୍ବଳର ବିନିଯୋଗ ଗୁଡିକ ଆଲୋଚନା କର ପ୍ରଶ୍ନ ଲେଖିକିନା ନୋଟ କରିବ ଏଇ 5ଟି ଲାଇନ 6ଟି ଲାଇନ। ହେଲା, ନେକ୍ସଟ କ୍ଲାସରେ ଆମେ ଆଲୋଚନା କରିବା ଭାରତର ଅବସ୍ଥିତି ସମ୍ପର୍କରେ।